ଭୋକ ବହୁତ ଲାଗିଲାଣି। ହେଇ ଆ ତ ମାଙ୍କ ସହିତ କଣ କଥା ହଉଥିଲୁ? ମାଙ୍କ ସହିତ ତ ଅଳ୍ପ କଥା ହେଇଛି। ମା କହୁଥିଲେ ଯେ ମାମା ହେଇଛି ଆଜି ତା ମା ଫୋନ ମାରିଛି ବୋଲି ଦେଖ କେତେ ଖୁସି ଅଛି। ସବୁ ଠିକ ଠାକ ହେଇଯିବ ଚିନ୍ତା କରନି। ମା ମୋର ଏଇଠି ବସିକି ଦେଖୁଛି ଯୋଉ ଏତେ ଦିନ ପରେ ତାଙ୍କ ମା ଫୋନ ମାରିଥିଲେ କଥା ହଉଥିଲେ ସେ ଲାଗି ମା ଟିକେ ବହୁତ ଖୁସି ଅଛି। ଜୟ ଜଗନ୍ନାଥ ସାଙ୍ଗମାନେ ଆପଣମାନେ ଯେମିତିକି ଜାଣିଛନ୍ତି ମୁଁ ଗୋଟେ ଛୋଟ ମକା ଦୋକାନଟିଏ। ସାଙ୍ଗମାନେ ଆପଣମାନେ ଏତେ ସାରା ଭଲ ପାଇବା ଦଉଛନ୍ତି ଏ ଭାଇଟାକୁ ମାନେ ସେ ଖୁସି ସେ ଆନନ୍ଦ ମୁଁ ସେଇଟା କହିଲେ ନ ସରେ। କିନ୍ତୁ ଏତିକି କଥା ମନେ ରଖନ୍ତୁ ଆପଣମାନେ ଯେମିତି ଡିକେ ଭାଇକୁ ଏତେ ସାରା ଭଲ ପାଇବା ଦେଉଛନ୍ତି ମୁଁ ଦିନେ ନା ଦିନେ ଏମିତି କାମ କରିବି ଆଜ୍ଞା ଆପଣମାନଙ୍କ ଦିଲ ଖୁସ ହେଇଯିବ ନା। ଯାହାକୁ ଆମେ ଜିରୋରୁ ହିରୋ କରେଇଛେ ସିଏ ଆମ ଲୋକଙ୍କ ପାଇଁ କିଛି କରିଛି। ଏଇ ଜିନିଷଟା ଆଜ୍ଞା ମୋର ଆଉ କିଛି ବି ଦରକାର ନାହିଁ। ମୋର ଏଇ ଗୋଟେ ଜିନିଷ ମୁଁ ଆପଣମାନଙ୍କୁ ଦିନେ ନା ଦିନେ ମୁଁ ଆଜ୍ଞା କରିକି ଦେଖିବି। ସେକେଣ୍ଡ ହଉଛି ଆପଣମାନେ ଯେମିତି ଜାଣିଛନ୍ତି ମୋ ମା ର ଡ୍ରିମ୍ ସବୁଠୁ ବଡ ଇଚ୍ଛା ଗୋଟେ ଘର। ଗୋଟେ ମିଡିଲ କ୍ଲାସ ଲୋକ ପାଇଁ ନା ଗୋଟେ ଘରେ ହିଁ ଆଜ୍ଞା ତାଙ୍କର ସବୁଠୁ ବଡ। ଥାର୍ଡ ହଉଛି ତାଙ୍କ ପରିବାରର ଖୁସି। ପରିବାର ମାନେ କଣ ମତେ କୁହନ୍ତୁ? ସମସ୍ତେ ଏକଜୁଟ ହବା କଥା। ତାଙ୍କ ଫ୍ୟାମିଲି ଆମ ଫ୍ୟାମିଲି ସମସ୍ତେ ଏକଜୁଟ ହେଇଗଲେ ସେଇଟା ହଉଛି ଖୁସି କୁହାଯାଏ। ମତେ ଲାଗୁଛି ଆପଣମାନଙ୍କ ଭଲ ପାଇବା ପାଇଁ ସେ ଖୁସି ଆଜ୍ଞା ଫେରିବାକୁ ଆସୁଛି। ତ ଚାଲନ୍ତୁ ଆପଣ ମାନେ ନିଜ ଆଖିରେ ଦେଖିବେ ମୁଁ ଏ କଥା କଣ ପାଇଁ କହୁଛି। ଆଜି ବହୁତ ସେ ଖୁସି ଅଛି। କଣ ପାଇଁ ଜାଣିଛନ୍ତି ନା ତା ମା ଫୋନ ମାରିଛି ବୋଲି। ଏତେ ଦିନ ପରେ ତା ମା ସହିତ କଥା ହଉଛି। ଆଖିରେ ଲୁହ ଆସିଗଲା ଏଇନା କି ନା ଗରମ ପାଣି ଅଛି। ଦେଖିପାରିଲେ କେତେ ଖୁସି। ହ୍ୟାଲୋ। ମୁଁ ଆଜ୍ଞା ସବୁବେଳେ ଚାହୁଁଥିଲି ତା ଓଠରେ ସବୁବେଳେ ଏଇ ହସଟା ଥାଉ। ଯାଉ ଧୀରେ ଧୀରେ ସବୁ ଆଜ୍ଞା ଠିକ ଠାକ ହେଇଯିବ। ତାଙ୍କ ମା ବି ଫୋନ ମାରିକି କଥା ହଉଛନ୍ତି। ଏତେ ଖୁସି ଅଛି ଜଣଙ୍କ ମୁହଁରୁ ଦେଖିକି ଜାଣିପାରୁଥିବେ। ରାନ୍ଧା ବଢା ସରିଗଲାଣି ଗରମ ପାଣି ବସଉଛି। ହଁ ତୁ କେମିତି ଜାଣିଲୁ? ଆଳୁ କଷା ହେଇଛି ବୋଲି। ଆଜି ମୁଁ ଆଳୁ କଷା କରିଛି। ଇସ୍ ଆଜି ତାହେଲେ ଖାଇବି। ମତେ କିନ୍ତୁ ଆଳୁ କଷା ବହୁତ ବଢିଆ ଲାଗେ। ଦେଖେ ଇସ୍ ମା ତେନ୍ତୁଳି ପାଣି ବି ପକେଇଛି। କେଡାରେ ପକେଇଛି ଆଳୁ କଷାରେ ନା ମା କହୁଛି ତେନ୍ତୁଳି ପାଣି ପକେଇଛୁ ନା ମୁଁ ଆଳୁ କଷାରେ ନା? ଆଳୁ କଷା ତ ମେନ୍ ଟେଷ୍ଟ ହେଲା ତ ତେନ୍ତୁଳି ପାଣି। ସେଇ ଏଇ ଯେ ଆଳୁ କଷା ଏତେ କରିଦେଇଛି କାଲି ଯେ ଆମେ ଆଳୁ ବୁରା ଯେ ଆଣୁନଥିଲା ନା ହେଁ ସେଟାରେ ବାଛି ଯୋଉଟା ଖରାପ ଯୋଉଟା ଦାଗି ହେଇଛି ସେଟା ବାଛିଦେନି। ବାଛିଦେଲି ସେଟା ଯୋଉ ରଖିଦବ ପଚିଯିବ ସେଟା ବାଛି ଦେଇକି ଆଗେ ଆଳୁ କଷା କରିଦେନି। କାଲି ଫେର ବାଛିଦେବି ଫେର ଆଳୁ କଷା କରିବି। ବାପରେ କେତେ ତାର ଦେଖିଛୁ ନା ବୁଦ୍ଧି ତାର। କେତେ ବୁଦ୍ଧି କେଉଠୁ ପାଇଲିରେ? ଏଟା ମୁଁ ସବୁ ତମ ପାଖରୁ ମୋ ପାଖରୁ। ମୁଁ ସବୁ ଖଟ ତଳେ ମେଲେଇଦେନି ଆଳୁ ଗୁଡାକୁ ବୁରାଟାକୁ ଛିଡେଇ ଦେଇକି କାଟି ଦେଇକି ସବୁ ମୂଷା ତ ଅଛନ୍ତି ଆଉ ଆଳୁ ଗୁଡା ଯଦି ବୁରାର ଭିତରେ ରଖିବୁ ଆଳୁ ପଚିଯିବ। ତାକୁ ବୁରା କାଟି ଦେଇକି ଖାଇବ ନା। ମାଉସୀ ଆମର ଆସିଗଲେ। ଇଏ ଗୁର୍ଖା ପିନ୍ଧିକି ଆସିଛି ମୁଁ ଡରିଗନି। ମୁଁ କହିଲି କିଏ ଗୋଟେ ଆମ ଘରକୁ ଗୋଟେ ପଶି ଆସିଲା। ତୋର ମାମାଇସି କାହିଁକି ଏ ବେଶ ଆଜି? ମାଉସୀ ସବୁବେଳେ ଚିହ୍ନ ହେଇଯାଉଛି ନା ସେଥିପାଇଁ ଗାଡି ଚଲେଇବି। ମୁଁ ହଠାତ୍ କିନା ଡରିଗଲି କହିଲି ଇଏ କିଏ ଗୋଟେ। ଭାତ ଖାଇବ ବୋଲି। ଆଜି ଏଇ ମାମା ହେଇଛି ଆଜି ତା ମା ଫୋନ ମାରିଛି ବୋଲି ଦେଖ କେତେ ଖୁସି ଅଛି। ସବୁ ଠିକ ଠାକ ହେଇଯିବ ଚିନ୍ତା କରନି। ଆତଙ୍କବାଦୀ ଭଳିଆ ଦେଖାଯାଉଛି ତତେ କିଏ ଚିହ୍ନିବ? ମତେ ଚିହ୍ନନ୍ତୁ ମୁଁ ସେଇ LIC ଦିଦି ରଞ୍ଜିତା ରାଉତ। LIC ଦିଦି ରଞ୍ଜିତା ମାଉସୀ ରାଉତ। ତ ଆଳୁ ଦିବୁରା ଆଣିକି ହଁ ତାକୁ କାଟିକି ସିଝେଇକି ତାକୁ କାଲି ସାଙ୍ଗମାନେ ଆମର ଏଇଠି ଆଳୁ କେତେ ଟଙ୍କା ଲେଖା ପୁରା ଦିଆ 300 ଟଙ୍କା ଲେଖା ପୁରା ଦିଆ ହଉଥିଲା। ପୁରା ସମସ୍ତ ବହି ଆଣିଛନ୍ତି ଆମେ ବି ମାଉସୀ ଦିବୁରା ମୁଁ ଗୋଟେ ପୁରା ହଁ ସିଏ କେତେ ମାସେ ପାଇଁ ଏକାଥରକେ ନେଇ ଆସିଛି। ତସଲା ଖଣ୍ଡେ ଚିପ୍ସ କରିଦେଇଛନ୍ତି। ସିଝେଇକି କାଟିକିନା କାଟିକି ସିଝେଇକି ଖରା ଶୁଖେଇ ଦେଇଛନ୍ତି। ଆମର କରିଦଉନ ସେଇଭଳିଆ। ଆମର ମୁଁ ଖଟ ତଳେ ମେଲେଇ ଦେଇଛି। ଆମର ଦେଖନ୍ତୁ ସାଙ୍ଗମାନେ କେମିତିକା ଆଳୁ।
ବେଡ୍ ଆମର କେତେ ପୁରା ଆମର ପୁରେ ସିଆଡକୁ ଦେଇଛି ପୁରା କାନ୍ଥ ଯାଇ ଦେଇଛି ସ୍ତ୍ରୀ ଲୋକମାନଙ୍କର କେତେ ସାରା ବୁଦ୍ଧି ଅଛି ଦେଖୁଛ ତାକୁ ଆଳୁ କଷା କରିଦେବି। ସେଇପାଇଁ ନେଇକି ମୁଁ ରେସ୍ପେକ୍ଟ କରାଉଛୁ ନାରୀ ମାନଙ୍କୁ ସବୁବେଳେ ତାର ବହୁତ ବୁଦ୍ଧି ସେ ଚାହିଁଲେ ସବୁ କିଛି କରିପାରିବେ ତାଙ୍କୁ କଦାପି କମଜୋର ଆଜ୍ଞା ଭାବିବେନି ସବୁବେଳେ ରେସ୍ପେକ୍ଟ ଆଜ୍ଞା କରିବେ ଦେଖିନା ଆଜି ଦେଖିନା ଆସିଲେ କହିବେ ওই গীতা ପ୍ଲାନ୍ ପୁରା ଚଲେଇଛନ୍ତି ଜୋରସୋର ଉପରେ ଏତେ ଆଳୁ ଆଳୁ ପକୁଡି କରିଦେମି ସଞ୍ଜଳକୁ ମାନେ ଏତେ ଆଳୁ ନେଇ ଆସିଛନ୍ତି ତାକୁ କରିବା କଣ କେତେ ଆଇଟମ ଅଛି ଆଳୁ ଚପ୍ କରିଦବା ଆଳୁ ପକୁଡି କରିଦବା ସଞ୍ଜଳେ ଦେଇ ମୁଢିର ଖାଇବା ମୁଁ ଆଜି ତ ଖାଇବାନି କାଲି ଖାଇବା ମୁଁ ଆଜି କାଲି ପକୁଡି ଖାଇବା ଏଇ ମାମା ଆସି ପୁଣି ଗୋର୍ଖା ପିନ୍ଧିଦେଲା ମାମା ଆଇସିରେ ବି ଫ୍ୟାନ୍ ଫଲୋଇଂ ହେଇଗଲେଣି କମେଣ୍ଟ କରୁଥିଲେ ନା ମତେ ତ କମେଣ୍ଟ କରିଛନ୍ତି ବହୁତ ମାଉସୀକୁ ବହୁତ ଲୋକ ଚିହ୍ନିଛନ୍ତି ମାନେ କେତେ ଲକ୍ଷ ଲକ୍ଷ LIC କିସ LIC ମ୍ୟାଡାମ ରଞ୍ଜିତା ରାଉତ ପୁଣି ତାର ଭୋକ ବହୁତ ଲାଗିଲାଣି ହେଇ ତ ମାଙ୍କ ସହିତ କଣ କଥା ହଉଥିଲୁ ମାଙ୍କ ସହିତ ତ ଅଳ୍ପ କଥା ହେଇଛି ମା କହୁଥିଲେ ଯେ ଛୁଆ ଥଣ୍ଡା ଛାଡିଲାଣି ନା ମୁଁ କହିଲି ହଁ ଆଉ ଆଳୁ କଷା କେତେ ଦେଲେ କରିଥିଲେ ସେ ଜାଣିଲେ କେମିତି ଆଳୁ କଷା ହେଇଛି ଭିଡିଓ ଦେଖି କିଏ ମୁଁ ତ ଭିଡିଓ ପକେଇନି କିଏ ପକେଇଛି ଭିଡିଓ ମାଉସୀ ମାମା ଏଇ ଭିଡିଓ ଆଜି ପକେଇ ଦେଇଛି ନା ଆଇରି ବାପା ଫୋନ ମାରୁଛନ୍ତି ନା ମାରୁନାହାନ୍ତି ହଁ ବାପା ବି ଫୋନ ମାରନ୍ତି ମୋ ବିଷୟରେ ପଚାରନ୍ତି ନା ହଁ ଏଟା ଖାଲି ମିଛର ପଚାରନ୍ତି ସେ ରାଗି ହେଇଛନ୍ତି ନା ମୋ ବାପା ରାଗନ୍ତିନି କେହି ନା ଏଟା ରାଗି ହେଇଛନ୍ତି ମାନେ କଣ କରିବୁ ଆଜ୍ଞା ଦେଖ ମାନେ ଏମିତି ସବୁ କିଛି ହଠାତ୍ ଏମିତି କିଛି ହେଇଗଲା ତାପରେ ଆପଣମାନଙ୍କୁ ତ ମୁଁ ତ କହିଥିଲି ଆଗରୁ ବି ମୁଁ ବହୁତ ଖରାପ ଥିଲି ବଦମାସ ଥିଲି ଗୋଟେ ମଣିଷ ଏ ଲୋକଟା ମତେ ଚେଞ୍ଜ କରେଇଦେଲା ଆଉ ଆଜି ହଉ ଯଦି ଆପଣମାନେ ବି ମତେ ଦେଖୁଛନ୍ତି କାହା ପାଇଁ ସେଟା ଦେଉଛି ଆମ ସୌମ୍ୟଶ୍ରୀ ପାଇଁ କିଛିଟା ଲୋକ ଜୀବନରେ ଏମିତି ଥାଆନ୍ତି ଆଜ୍ଞା ତାଙ୍କୁ ସମୟ ଯେତେ ବିତିଗଲେ ବି ତାଙ୍କୁ ଭୁଲି ହୁଏନି ମା ମୋର ଏଇଠି ବସିକି ଦେଖୁଛି ଯେହେତୁ ଏତେ ଦିନ ପରେ ତାଙ୍କ ମା ଫୋନ ମାରିଥିଲେ କଥା ହଉଥିଲେ ସେ ଲାଗି ମା ଟିକେ ବହୁତ ଖୁସି ଅଛି ମାନେ କେହି ଚାହାନ୍ତିନି କାହାରି ଘର ଗୋଟେ ଅଶାନ୍ତି ହଉ ନା ହେଲା ମା ତ ସେଇ ଲାଗି ମୋ ମାର ବି ବହୁତ ମନ ଦୁଃଖ ଥିଲା ଆଜି ମା ବି ଟିକେ ବହୁତ ଖୁସି ଅଛି ଏଇ ଆଳୁ କଷା ମା ଖାଇବି ନା କାଲି ଯେତିକି ଆଳୁ ଆଣି ନଥିଲେ ନା ସେଇ ଆଳୁ କଷା ମାମା ମୋ ଝିଅରେ କରିଦେଇଛନ୍ତି କି ସେ ଜାଣିଛୁ ନା ତାଙ୍କର କାହିଁ ଆଳୁ କଷା କରିବେ ତାଙ୍କର ଆଳୁ ଚିପ୍ସ ନା କିସ ହଁ ଆମର ତ ଆଳୁ କଷା କରିଦେଇଛେ ସେଇଠି ଆଳୁ କଷା ଟିକେ ଦଉନୁ ଖାଇବୁ ନା ଦେ ବଢିଆ ହେଇଛି ଦେ ଟିକେ ଏଇ ସିଏ ତାର ଘର କାମର ସବୁବେଳେ ବ୍ୟସ୍ତ କେତେ କାମ ଦେଖିବେ ଚାଲ ସେ ପାନ ମାନ ଖାଇବା ଛାଡ ଟିକେ ଖା ଦେଖିବୁ ଭଲ ହେଇଛି ଟିକେ ପାଣି ନାହିଁ ତମେ ଖାଇବ ହଁ ମୋ ନାଗି ବି ଟିକେ ଆଣିବୁ ନା କୋଳି ପିଠା କରିଦେ ଆଜି ତା ମା ଫୋନ ମାରିଥିଲା ବୋଲି ଖୁସି ରହୁଛି ଆଜି ଏତେ ସୁନ୍ଦର ଆଳୁ କଷା ଖାଇପାରୁଛୁ ଦେଖ ଆଜି କେତେ ଖୁସି ଅଛି ଏ କେତେ କେତେ ଖୁସି କହ ବହୁତ ଖୁସି ଗୋଟେ ଝିଅ ତା ମା ସହିତ କଥା ହେଲେ ଯେତିକି ଖୁସି ହୁଏ ମୁଁ ବି ସେତିକି ଖୁସି ମୋ ମା ରହିଲାକୁ ଦେଖୁଛନ୍ତି ଡରିକି ଏତେ କଥା କହୁନାହିଁ ତ ଯେଉଁ ଭାଇ ଭଉଣୀ ମାନେ ନୂଆ କରି ଆଜ୍ଞା ଭିଡିଓ ଦେଖୁଛନ୍ତି ତ ପ୍ଲିଜ ନିହାତି ଆଜ୍ଞା ସବସ୍କ୍ରାଇବଟେ ନିହାତି କରିବେ ଆସନ୍ତା କାଲି ଆଉ ଗୋଟେ ନୂଆ ଭିଡିଓରେ ଦେଖାହବ ମଜାଦାର ଭିଡିଓରେ ରହିଲି ଜୟ ଜଗନ୍ନାଥ।